ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆପଣମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଅଲ୍ ଇନ୍ ୱାନ୍ କୁ। ବନ୍ଧୁମାନେ ଦେଖନ୍ତୁ, ପିଏମ୍ ପୋଷଣରେ ଡିଓଙ୍କ ଦାବି, ସ୍ଥାୟୀ ନିଯୁକ୍ତି ଏବଂ ଦରମା ବୃଦ୍ଧି ବିଷୟରେ ବହୁତ ବଡ଼ ନ୍ୟୁଜ୍ ଅପଡେଟ୍ ଅଛି। ତା ସହିତ ଯଦି ଦେଖିବେ ଶିକ୍ଷକ କର୍ମଚାରୀ ସଂଘର ବର୍ତ୍ତମାନ ସମୟରେ ବିକ୍ଷୋଭ, ନୂତନ ଅନୁଦାନ ଦାବି, ବିଶେଷ କରି ଯଦି ଦେଖିବେ 5,000 ଟଙ୍କା ଯେଉଁମାନେ ବେତନ ପାଉଛନ୍ତି ସେମାନଙ୍କୁ ସମ୍ପୂର୍ଣ୍ଣ ଦରମା ପାଇଁ ବଡ଼ ଅପଡେଟ୍ ରହିଛି। ଆପଣମାନେ କମ୍ପ୍ଲିଟ୍ ଭିଡ଼ିଓ ଦେଖିବେ। ପ୍ରଥମରେ ଦେଖନ୍ତୁ, ଆପଣମାନେ ଜାଣନ୍ତି ରିସେଣ୍ଟଲି ଆପଣଙ୍କର ଯେଉଁମାନେ ପାଚିକା ଥିଲେ ସେମାନଙ୍କର 3,000 ଟଙ୍କା ଦରମା ବୃଦ୍ଧି ହେଲା, ଅର୍ଥାତ୍ 2,000 ପାଉଥିଲେ 1,000 ବଢ଼ି 3,000 କରିଦିଆଗଲା। କିନ୍ତୁ ସେମାନଙ୍କର ଦାବି ଯେଉଁ 5,000 ଟଙ୍କା ସେମାନଙ୍କର ଦରମା କରାଯାଉ। ତା ଭିତରେ ରିସେଣ୍ଟଲି ବର୍ତ୍ତମାନ ଯେଉଁ ଡାଟା ଯେ ସ୍ଥାୟୀ ନିଯୁକ୍ତି ସାଙ୍ଗକୁ ଦରମା ବୃଦ୍ଧି ପାଇଁ ପିଏମ୍ ପୋଷଣରେ ଡିଓଙ୍କ ଦାବି, ଯେଉଁଥିରେ ଆପଣମାନେ ଦେଖିପାରୁଛନ୍ତି ଭୁବନେଶ୍ୱର ସ୍ଥାୟୀ ନିଯୁକ୍ତି, ବର୍ଦ୍ଧିତ ଦରମା ପ୍ରଦାନ ଏବଂ ଛଟେଇ ବନ୍ଦ କରାଯାଉ। ଅଲ୍ ଓଡ଼ିଶା ପିଏମ୍ ପୋଷଣ ଡିଓ ଆସୋସିଏସନ୍ ପକ୍ଷରୁ ଏପରି ଦାବି କରାଯାଇଛି। ବରମୁଣ୍ଡାଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ କୁହାଯାଇଛି, ଆଜିର ପରିସ୍ଥିତିରେ ପରିବାରର ଭରଣ ପୋଷଣ ପାଇଁ ଅତି କମ୍ରେ 30,000 ଟଙ୍କା ଆବଶ୍ୟକ। ଆପଣ ଦେଖନ୍ତୁ, ଅତି କମ୍ରେ ପାର୍ ମନ୍ଥ ଆପଣ ଯଦି ଦେଖିବେ 30,000 ଟଙ୍କା ନହେଲେ ଚଳିବା କଷ୍ଟ ହେଉଛି। ମାତ୍ର 14 ବର୍ଷ ହେଲାଣି ସରକାର ଆମକୁ 9,648 ଟଙ୍କା ଦେଉଛନ୍ତି। ମୁଁ ସବୁ ବିଭାଗ କଥା କହିବି, ଆପଣମାନେ ଆଶା କଥା କୁହନ୍ତୁ, ଅଙ୍ଗନବାଡ଼ି କଥା କୁହନ୍ତୁ, ବିଶେଷ କରି ଯଦି ଆପଣମାନେ ଦେଖିବେ ଯେଉଁମାନେ ପିଟିଆଇରେ ଚାକିରି କରିଛନ୍ତି, ଆଉଟସୋର୍ସିଂରେ ଚାକିରି କରିଛନ୍ତି, ସେମାନଙ୍କର ପରିସ୍ଥିତି କହିଲେ ନ ସରେ। ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ହେଁ କେହି ଶୁଣିବାକୁ ନାରାଜ। ସଂଘ ପକ୍ଷରୁ ଏହା ମଧ୍ୟ ଅଭିଯୋଗ ହୋଇଛି, ଗତ 2024 ମାର୍ଚ୍ଚରେ ପ୍ରତ୍ୟେକ ପିଏମ୍ ପୋଷଣର ଡିଓଙ୍କୁ 5,000 ଟଙ୍କାରୁ ଦେବାକୁ କୁହାଯାଇଥିଲା ବେଳେ ଏପର୍ଯ୍ୟନ୍ତ ତାହା ବର୍ଦ୍ଧିତ ଦରମା ପ୍ରଦାନ କରାଯାଉ ନାହିଁ। ମାନେ ସରକାରଙ୍କର ଘୋଷଣା ସରିଛି, କିନ୍ତୁ ଯେଉଁ ବର୍ଦ୍ଧିତ ଦରମା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ। ସେହିପରି କର୍ମଚାରୀଙ୍କ ମନ ଇଚ୍ଛା ଛଟେଇ କରାଯାଉଛି। ସରକାର ପିଏମ୍ ପୋଷଣ କର୍ମଚାରୀଙ୍କ ପ୍ରତି ଏପରି ବୈମାତ୍ରିକ ବ୍ୟବହାର ନ କରନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ତ୍ରିଲୋଚନ ସୁନା, ଉପସଭାପତି ମଳୟ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ପ୍ରଧାନ ପ୍ରଭୃତ ଉପସ୍ଥିତ ରହି ଏକଥା କହିଥିଲେ। ବିଶେଷ କରି ଯଦି ଆପଣମାନେ ଦେଖିବେ, ଏଇଠି ଆପଣମାନେ ଦେଖନ୍ତୁ, ଏଥର ଆପଣଙ୍କର ବିଧାନସଭା ଅଛି ଏବଂ ବିଧାନସଭାରେ ବିଧାୟକଙ୍କର ଦରମା ବୃଦ୍ଧି ବିଲ୍ ପାର ହେବ। କେବଳ ବିଧାୟକମାନେ ନୁହେଁ, ଅନ୍ୟାନ୍ୟ ଯେଉଁମାନେ ବି ଆପଣଙ୍କର ଅଛନ୍ତି ସମସ୍ତଙ୍କର ଆପଣଙ୍କର ଦରମା ବୃଦ୍ଧି ବିଷୟରେ ବର୍ତ୍ତମାନ ଯେଉଁ ବିଧାନସଭା ଅଛି ସେ ବିଧାନସଭାରେ ଆଲୋଚନା ହେବ। କାହିଁକି ନା ଆପଣମାନେ ଦେଖିଥିବେ ଯେ 14 ତାରିଖରୁ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନ ପାଇଁ ଯାଉଛନ୍ତି, 16 ତାରିଖ ଦିନ ମହାସମାବେଶ ବିଭିନ୍ନ ବିଭାଗର ଏବଂ ସଂଘର ଅଛି। ଇତିମଧ୍ୟରେ ଦେଖନ୍ତୁ, ଆଗାମୀ ବଜେଟ୍ ଅଧିବେଶନରେ ମଧ୍ୟ ଦରମା ବୃଦ୍ଧି ବିଷୟରେ ସରକାର କହିଛନ୍ତି, କିନ୍ତୁ ସମସ୍ତଙ୍କ ଦରମା ବିଷୟରେ ମଧ୍ୟ କହିଥିବା ସତ୍ତ୍ୱେ ମଧ୍ୟ ବିଶେଷ କରି ବିଧାୟକମାନଙ୍କର ଦରମା ବର୍ଦ୍ଧିତ ବେତନ, ପୂର୍ବତନ ବିଧାୟକଙ୍କ ପେନ୍ସନ୍ ବୃଦ୍ଧି ନେଇ ବିଲ୍ ପାରିତ ହେବାର କଥା କୁହାଯାଉଛି। ବିଶେଷ କରି ଯଦି ଆପଣମାନେ ଦେଖିବେ, ବିଧାୟକଙ୍କ ମାସିକ ଦରମା 2 ଗୁଣ ଏବଂ ପୂର୍ବତନ ବିଧାୟକଙ୍କ ପେନ୍ସନ୍ ପ୍ରାୟ 70,000 ଟଙ୍କାକୁ ବୃଦ୍ଧି କରିବାକୁ ସରକାର ବିଚାର କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ତାପରେ ଦେଖନ୍ତୁ, ଏଠି ବିଧାୟକମାନେ ଯେଉଁଠି 70,000 ଟଙ୍କା ପାଉଛନ୍ତି, ଏତେ ଦିନ ହେଲା ପରିଶ୍ରମ କରି, କଠିନ ପରିଶ୍ରମ କରି ଯେଉଁମାନେ ବି କରୋନା ସମୟରେ ୱାରିୟର ଥିଲେ, ଫରୱାର୍ଡ଼ ୱାରିୟର ଥିଲେ ବା ଆଗଧାଡ଼ିର ଯୋଦ୍ଧା ଥିଲେ, ଆଶା ହୁଅନ୍ତୁ, ଅଙ୍ଗନବାଡ଼ି ହୁଅନ୍ତୁ, ଏବଂ ଆପଣମାନେ ଦେଖିଥିବେ ବିଭିନ୍ନ ଶିକ୍ଷକ ସାଙ୍ଗକୁ ଅନ୍ୟାନ୍ୟ ଯେଉଁ ସବୁ ଆପଣଙ୍କର ବିଭାଗର କର୍ମଚାରୀମାନେ ଥିଲେ, ବିଶେଷ କରି ଆଉଟସୋର୍ସିଂରେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କର ପରିସ୍ଥିତି ପୁରା ଜଟିଳ। ତେଣୁ ସମସ୍ତଙ୍କର ଦରମା ବୃଦ୍ଧିକୁ ନେଇ ବର୍ତ୍ତମାନ ସମୟରେ ଯାହାକି ଗୋଟିଏ ବାଟ ଫିଟୁଛି। ବିଶେଷ ସୂତ୍ରରୁ ଜଣାପଡ଼ୁଛି ଯେ ଶୀତ ଅଧିବେଶନରେ ଆପଣଙ୍କର ଯେଉଁମାନେ ବିଧାୟକ ଥିଲେ ସେମାନଙ୍କର ମାସିକ ଦରମା, ପୂର୍ବତନ ବିଧାୟକଙ୍କ ପେନ୍ସନ୍ ବୃଦ୍ଧି ନେଇ ଗୃହରେ ସବୁ ବିଧାୟକ ଦାବି କରିଥିଲେ। ଶାସକ ବିରୋଧୀ ବିଧାୟକଙ୍କ ଦାବିକୁ ଦୃଷ୍ଟିରେ ରଖି ବାଚସ୍ପତି ସୁରମା ପାଢ଼ୀ ଏକ ଉପଦେଷ୍ଟା କମିଟି ଗଠନ କରିଥିଲେ। ଉପଦେଷ୍ଟା କମିଟି ଅଧ୍ୟକ୍ଷ ବିଜେପି ବିଧାୟକ ଭାସ୍କର ମଢେଇକଙ୍କ କମିଟି ବିଭିନ୍ନ ରାଜ୍ୟରେ ବିଧାୟକଙ୍କର ମାସିକ ଦରମା ଓ ପୂର୍ବତନ ବିଧାୟକଙ୍କୁ ମିଳୁଥିବା ପେନ୍ସନ୍ ନେଇ ଅନୁଦାନ କରିଥିଲେ। ଇତିମଧ୍ୟରେ ଉକ୍ତ କମିଟି ସରକାରଙ୍କୁ କରିଥିବା ସୁପାରିଶ ଅନୁଯାୟୀ ବିଧାୟକଙ୍କ ଦରମା 2.25 ଲକ୍ଷ ଟଙ୍କା ଏବଂ ପୂର୍ବତନ ବିଧାୟକଙ୍କ ମାସିକ ପେନ୍ସନ୍ 70,000 ଟଙ୍କା ବୃଦ୍ଧି କରାଯିବାକୁ ନେଇ ପ୍ରସ୍ତାବ ଦେଇଛନ୍ତି। ସରକାର ମଧ୍ୟ କମିଟି ପ୍ରସ୍ତାବକୁ ଏକ ପ୍ରକାର ସମ୍ମତି ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଆସନ୍ତା ବଜେଟ୍ ଅଧିବେଶନରେ ବିଧାୟକଙ୍କ ଦରମା ଏବଂ ପୂର୍ବତନ ବିଧାୟକଙ୍କ ପେନ୍ସନ୍ ବୃଦ୍ଧି ସଂକ୍ରାନ୍ତରେ ସ୍ୱତନ୍ତ୍ର ବିଲ୍ ଗୃହୀତ ହେବ। ବିଶେଷ କରି ଯଦି ଦେଖିବେ, বিভিন্ন সময়ে ଯେଉଁ ସବୁ ସଂଘମାନେ ମଧ୍ୟ ଦାବି କରି ଆସିଥିଲେ, ତ ସେମାନଙ୍କର ଦରମା ବୃଦ୍ଧି ବିଷୟରେ ମଧ୍ୟ ଯାହାକି ବର୍ତ୍ତମାନ ସମୟରେ ଚର୍ଚ୍ଚା ହେବା କଥା କୁହାଯାଇଛି। ତେଣୁ ଦରମା ବୃଦ୍ଧି ବିଲ୍ ହୋଇପାରେ କିମ୍ବା ଆପଣଙ୍କର ଅନ୍ୟାନ୍ୟ ଯେଉଁ ସବୁ ଦାବି ଥିଲା ସ୍ଥାୟୀ ନିଯୁକ୍ତି ହୋଇପାରେ, ଏସବୁ କଥା ବର୍ତ୍ତମାନ ସମୟରେ ଯାହା ଦେଖାଯାଉଛି ଚଳିତ ଥର ବିଧାନସଭା ସମସ୍ତଙ୍କ ପାଇଁ ଖୁସି ଆଣିବା କଥା ବର୍ତ୍ତମାନ ସମୟରେ ସବୁ ଜାଗାରେ ଚର୍ଚ୍ଚା ହୋଇଛି ଏବଂ ଭାଇରାଲ ହୋଇଛି। ଦେଖିବା ପାଇଁ ବାକି ରହିଲା ଯେ ସରକାର ପ୍ରକୃତରେ କେବେ ଏଇ ଯେଉଁ ଆପଣଙ୍କର କର୍ମଚାରୀମାନେ ସବୁବେଳେ ଆନ୍ଦୋଳନ କରୁଛନ୍ତି, କାରଣ ଆମେ ଦେଖିଛୁ ବିଧାନସଭା ପୂର୍ବରୁ ସମସ୍ତଙ୍କର ଆନ୍ଦୋଳନ ହୁଏ ଏବଂ ସରକାର ସମସ୍ତଙ୍କର କଥା ଶୁଣନ୍ତି। କାରଣ ଆପଣମାନେ ଦେଖିଥିବେ ଇଲେକ୍ସନ୍ ମ୍ୟାନିଫେଷ୍ଟୋ ବା ନିର୍ବାଚନ ଇସ୍ତାହାରରେ ସରକାର ଯାହା ଯାହା କଥା କହିଥିଲେ, ଯେଉଁମାନଙ୍କର ଦୁଃଖ ବୁଝିବେ ବୋଲି ସ୍ପଷ୍ଟ ଭାବରେ କହିଥିଲେ। ବିଳମ୍ବ ହେଲେ ମଧ୍ୟ ଜଣେ ପରେ ଜଣଙ୍କର ଯାହାକି ବର୍ତ୍ତମାନ ସମୟରେ ଦରମା ବୃଦ୍ଧି ହୋଇ ଚାଲିଛି। ତ ନିଶ୍ଚିତ ଭାବରେ ଆଗାମୀ ଦିନରେ ସମସ୍ତଙ୍କୁ ଖୁସି ଖବର ମିଳିବ। ତ କମେଣ୍ଟ କରନ୍ତୁ ଯେ କେଉଁ ସବୁ ବିଭାଗର ଦରମା ବୃଦ୍ଧି ହେବା ନିହାତି ଦରକାର ଅଟେ। ଆଉ ସବୁବେଳେ ଅଥେଣ୍ଟିକ୍ ଜେନ୍ୟୁନ୍ ଟ୍ରଷ୍ଟେବଲ୍ ଇନଫର୍ମେସନ୍ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍, ସେୟାର କରନ୍ତୁ। ବିଦାୟ ଦିଅନ୍ତୁ ଏକ ନୂଆ ଭିଡ଼ିଓ ସହିତ ପୁଣି ଥରେ ଆପଣମାନଙ୍କ ପାଖକୁ ଆସିବି ବନ୍ଦେ ଉତ୍କଳ ଜନନୀ।